ମୋ ପରିଚୟ ସଞ୍ଜୟ କୁମାର ପାଣିଗ୍ରାହୀ। ହଂସଧ୍ୱନି କାର୍ଯ୍ୟକ୍ରମ ହଉଛି କେତେ ଦିନ ପାଳନ କରାଯାଏ? এই ହଂସଧ୍ୱନି କାର୍ଯ୍ୟକ୍ରମଟି 5 ବର୍ଷ ହେଲା ପାଳିତ ହେଉଛି ଏବଂ ଏଥିରେ ନୃତ୍ୟ ଗୀତ ସଙ୍ଗୀତ ବାଦ୍ୟ ସବୁ ପ୍ରକାର କଳା ଭରପୁର ହେଉଛି ମଞ୍ଚ ଏବଂ এই କଳା ପ୍ରଦର୍ଶନ କରିବା ପାଇଁ ଓଡ଼ିଶାରୁ ପ୍ରତି କୋଣ ଅନୁକୋଣରୁ କଳାକାର ମାନେ ଆସୁଛନ୍ତି ଏବଂ ବରିଷ୍ଠ କଳାକାରଙ୍କୁ ଧ୍ରୁବ ସମ୍ମାନରେ ସମ୍ମାନିତ କରାଯାଉଛି। ପାଣିଗ୍ରାହୀ ଏହି ଅନୁଷ୍ଠାନରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲି। ଆଉ ଆଜି ଅନୁଷ୍ଠାନରେ ସମ୍ପାଦକ ଅଛି ଆଉ ରୁଦ୍ରାକ୍ଷ ଫାଉଣ୍ଡେସନ ଚିତ୍ରାନନ୍ଦ ସ୍ୱାଇଁଙ୍କ ଅଣ୍ଡରରେ କାର୍ଯ୍ୟକ୍ରମ ହେଲା 2 ଦିନ ଭିତରେ ଆମେ ଚେଷ୍ଟା କରିଛୁ ଯେ ବାହାରୁ ପାଇକ ବିଦ୍ରୋହ ପାଇକ ନାଚ ସମ୍ବଲପୁରୀ ନୃତ୍ୟ ଆଉ ଛଉ ନୃତ୍ୟ ମୟୂରଭଞ୍ଜର ଓଡ଼ିଶୀ ତ ନିଶ୍ଚୟ ରହିଛି ଆଉ ଭଜନ ରହିଛି ଆଉ ଚେଷ୍ଟା କରୁଛୁ ଗାଁ ଲୋକମାନଙ୍କ ଭିତରେ ହଜି ଯାଇଥିବା କଳାକୁ ପୁଣି ଥରେ ଉତ୍ପତ୍ତି କରିବା ପାଇଁ। ସମାଜକୁ ଦିଗ୍ଦର୍ଶନ ନିହାତି ଦେବି ଯେ ଯୋଉ ଜିନିଷକୁ ଲୋକାୟିତ ହେଇଯାଉଛି ଭୁଲି ଯାଉଛନ୍ତି ଲୋକମାନେ ଆମର ନିଜ କଳା ସଂସ୍କୃତିକୁ ସେମାନଙ୍କୁ ସେଇଟାକୁ कंपोजर सिंगर विश्वस्वरूप महापात्र ଆପଣ ହଂସଧ୍ୱନି କାର୍ଯ୍ୟକ୍ରମରେ ଯୋଗଦାନ କରୁଛନ୍ତି କଣ ରଖିବେ हंसध्वनि कार्यक्रम फर्स्ट टाइम प्रथम थर मु आसी मो सांगे जगा जेटी जे कि संगीत आमर संगीत दुनिया जड़े प्रसिद्ध अरेंजर म्यूजिशियन चिन्नू चिन्नू ये भद्रकार भद्रक पिला सब आम माने संगीत सब म्यूजिशियन गीत स्कूल पिला ये चिन्नू उत्तम आम सब ये लोकल कलाकार आम आसू फर्स्ट टाइम गोटे जो सरस्वती संगीत महाविद्यालय माने 5 वर्ष है 4-5 वर्ष है यहाँ पंचम वर्ष हंसध्वनि गोटे माने प्रयास कह जो लोकायित कला को जीवित रखापी हंसध्वनि आसूचे मैंने देखिए जो खुशी लगुच आशा और कामना कर जारी रहू यहाँ गोटे बड़ प्रतिष्ठित हो हंसध्वनि प्रोग्राम टा आगे आहरी फेमस हो बोली।